ନିତାଇ ଗୁରୁ ହରିବୁ ନିତାଇ ଗୁରୁ ହରିବୁ। ଆଜି ଆପଣ ମାନଙ୍କୁ ଭଗବାନ ଅବତାର କାହିଁ ନିଅନ୍ତି, କେମିତି ପାପୀ ପାଷାଣ ମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ଲୀଳା ଆଉ ଭକ୍ତମାନଙ୍କୁ କୃପା କରିବା ପାଇଁ ତାଙ୍କର ଅବତାର ହୋଇଥାଏ। ତେଣୁ ଆଜି ସେମିତି ଅବତାର ଯେ କି ଶ୍ରୀ ଚୈତନ୍ୟଙ୍କର ଚରିତ୍ରାମୃତ ନିତ୍ୟାନନ୍ଦଙ୍କ ଚରିତ୍ରାମୃତରେ ଯେ ବର୍ଣ୍ଣନା ହେଇଛି ଯୋଗାଇ ମାଧବ ଉପାଖ୍ୟାନ ଆଜି ଆପଣ ମାନଙ୍କୁ ମୁଁ ଆଉ କହୁଛି। ତେଣୁ ସାମ୍ୟକ ଟିକେ ନାମ କରି ଆପଣଙ୍କୁ ତାଙ୍କର ଉଦ୍ଧାର ବିଷୟରେ ଆପଣଙ୍କୁ ମୁଁ କହିବି। ନିତାଇ ଗୁରୁ ହରିବୁ ଭଜନିତାଇ ଗୁରୁ ରାଧେ ଶ୍ୟାମ ହରେ କୃଷ୍ଣ ହରେ ରାମ নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম হরে কৃষ্ণ হরে রাম শ্রী কৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি গৌর ভক্ত বৃন্দ শ্রী কৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি গৌর ভক্ତ ବୃନ୍ଦ। ଚୈତନ୍ୟଙ୍କ ଅବତାରଙ୍କ ସମୟରେ ଯେତେବେଳେ ପ୍ରଭୁ ଲୀଳାଖେଳା କରିଥିଲେ ତାଙ୍କର ଅତି ନିକଟତମ ସଙ୍ଗୀ ଥିଲେ ହଉଛି ନିତ୍ୟାନନ୍ଦ ମହାପ୍ରଭୁ, ଯେ କି ନିତ୍ୟାନନ୍ଦ ମହାପ୍ରଭୁଙ୍କୁ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବ ଯେତେବେଳେ ଦେଖୁନଥିଲେ ତାଙ୍କର ମନ ବ୍ୟାକୁଳ ହୋଇ ଉଠୁଥିଲା ଆଉ ଦେଖି ଦଉଥିଲେ ଆନନ୍ଦ ହୋଇ ଉଠୁଥିଲା। ତେଣୁ ସେ ଜନ୍ମ ଜନ୍ମାନ୍ତର ତାଙ୍କର ଭାବ ଆଉ ଆମେମାନେ ଭକ୍ତମାନେ କହନ୍ତି ହଉଛି ନିତ୍ୟାନନ୍ଦ ମହାପ୍ରଭୁ ହଉଛି ବଳଦେବଙ୍କ ଅବତାର। ତେଣୁ ଶ୍ରୀ ଚୈତନ୍ୟ ଦେବ ନିତ୍ୟାନନ୍ଦ ମହାପ୍ରଭୁ ଯେତେବେଳେ ବଙ୍ଗଳାର କଲିକତାରେ ଲୀଳା ପ୍ରଚାର କଲେ ସେଇ ସମୟରେ ଘରେ ଘରେ ନାମ କୀର୍ତ୍ତନ କଲେ ଆଉ ହରିନାମ କୀର୍ତ୍ତନ କଲେ। ହରିନାମ ସଂକୀର୍ତ୍ତନ যত দূর যায় গো হত্যা ব্রহ্ম হত্যা ଛାଡି ଯା ପଲାଏ। ଭଗବାନଙ୍କର ସେଇ ଚୈତନ୍ୟ ଅବତାର ଥିଲା। ଚୈତନ୍ୟଙ୍କର ଭଗବାନଙ୍କର ଯେ କି ଆଶୀର୍ବାଦର ଭକ୍ତ ମାନଙ୍କୁ କାନରେ ହରେ କୃଷ୍ଣ ମନ୍ତ୍ର ଆଉ ପ୍ରଦାନ କରିବା, ନାମ ପ୍ରଚାର କରେ କଳିହିତ ଜୀବ ମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଅବତାର ଥିଲା। କେତେ ଦୟାଳୁ ପ୍ରଭୁ, ଯେ କି ମଣିଷ ଜୀବନରେ କଳି ଜୀବରେ ଆମେ କେମିତି ଉଦ୍ଧାର ପାଇବା, ଏକମାତ୍ର ଥିଲା ହରିନାମ। ହରିନାମ 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 କେବଳ ହଳଉ ନାସ୍ତେବ ନାସ୍ତେବ ଗତେର କଥା। ତେଣୁ କେମିତି ପ୍ରଚାର ପ୍ରସାର ହବ, କେମିତି ପତିତ ମାନଙ୍କୁ ଉଦ୍ଧାର ହବ, କେମିତି ସମସ୍ତଙ୍କ ମନ ଭିତରେ ହରେ କୃଷ୍ଣ ମହାମନ୍ତ୍ର ନାମର ବୀଜ ରୋପଣ ହବ। ଏକ ବାର କୃଷ୍ଣ ନାମ ଯତ ପାପ ହରେ ପାତକୀର ସାଧ ନାଇଁ ତତ୍ ପାପ କରେ। ଏମିତି ସେ ନାମ ଦଉଥିଲେ ଯେ କି ଯେତେ ପାପ ଯିଏ କରୁଥିଲା ପାଷଣ୍ଡ ହଉଥିଲା ସେ ଆସ୍ତେ ଆସ୍ତେ ପରିବର୍ତ୍ତନ ହଉଥିଲା ଆଉ ମହାପ୍ରଭୁଙ୍କର ସଙ୍ଗରେ ସେ ଯାଇକି ସମଗ୍ର ହେଇଯାଉଥିଲା ଆଉ ତାଙ୍କୁ ଆଉ ଛାଡିବାକୁ ଇଚ୍ଛା ହଉଥିଲା। ତେଣୁ ସେଇଭଳି ଏକ ପ୍ରସଙ୍ଗ ଦିନେ ମହାପ୍ରଭୁ କହିଲେ ଯେ କି ସମସ୍ତେ ଆମେ କୀର୍ତ୍ତନ କରିବା, ସମସ୍ତଙ୍କୁ ଆନନ୍ଦ ବା ସମସ୍ତଙ୍କୁ ଉଦ୍ଧାର କରିବା। ଆଉ ଏଇ ସମୟରେ ଜଣେ ଭକ୍ତ ଆସି କହିଲା ଯେ କି ପ୍ରଭୁ ଦି ଜଣ ମଦ୍ୟପ ଅଛନ୍ତି, ସେ ଆମେ ନାମ କଲା ବେଳେ ସେ ବିଘ୍ନ ସୃଷ୍ଟି କରୁଛନ୍ତି ନା ମହାପ୍ରଭୁଙ୍କ ଇଚ୍ଛା ଭଗବାନଙ୍କ ଇଚ୍ଛା ଆମେ ତାକୁ ବି ଉଦ୍ଧାର କରିବା। ସିଏ କହିଲେ ନାଇଁ ନାଇଁ ଆମେ ତାକୁ ଉଦ୍ଧାର କରିପାରିବାନି, ସେ ମଦ୍ୟପ ଆଉ ବେଶ୍ୟାସକ୍ତ ଆଉ ଚୋର ସବୁଥିରେ ତାଙ୍କର ପାରଙ୍ଗମ। ତେଣୁ ଆମକୁ ସେ ଦେଖିଲେ ମାର ମାର କରୁଛନ୍ତି, ହତ୍ୟା କରିବା ପାଇଁ ଦୌଡୁଛନ୍ତି। ମହାପ୍ରଭୁ ହସିଲେ, ଆରେ ଆମ ଅବତାର ହଉଛି ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ, ଚୋରଙ୍କୁ ଉଦ୍ଧାର କରିବା, ପାପୀକୁ ଉଦ୍ଧାର କରିବା, ପାଷାଣକୁ ଉଦ୍ଧାର କରିବା। ତେଣୁକରି ସେ ତମେ ଯା
ତାଙ୍କୁ ଉଦ୍ଧାର କର। ନିତ୍ୟାନନ୍ଦ ମହାପ୍ରଭୁ ପଠେଇଲେ। ନିତ୍ୟାନନ୍ଦ ମହାପ୍ରଭୁ ହରିଦାସ ଗଲେ। ଯେତେବେଳେ ଯାଇଛନ୍ତି ଜଗାଇ ମଧ୍ୟ ତାଙ୍କୁ ହଠାତ୍ ଦେଖିଦେଲେ ଏକ ଜାଗାରେ। ତାଙ୍କ ଆଡକୁ ଯେତେବେଳେ ଦୌଡୁଛନ୍ତି ଇଏ ଦୁଇ ଜଣ ପ୍ରାଣ ବିକଳରେ ଦୌଡ଼ି ପଳେଇଲେ, ଆମକୁ ମାରିଦେବେ। ଆସି ମହାପ୍ରଭୁ କହିଲେ, ପ୍ରଭୁ ସିଏ ଉନ୍ମାଦ ଭଳିଆ ଆମକୁ ଦେଖିକି ହିଂସ୍ର ହେଇଯାଉଛନ୍ତି, ମାରିବାକୁ ଉଦ୍ଧତ ହଉଛି ନା, କେମିତି ତାଙ୍କୁ ବୁଝେଇବୁ, କେମିତି ଉଦ୍ଧାର କରିବୁ? ନା ଆମ ଅବତାର ନିତ୍ୟାନନ୍ଦ, ଆମ ଅବତାର ହଉଛି ସମସ୍ତେ ଉଦ୍ଧାର କରିବା ପାଇଁ, ଆମେ ଡରିଲେ ହବନି। ମହାପ୍ରଭୁ ଯୋଉ ଆମଙ୍କର ନାମ ପ୍ରଚାର ପ୍ରସାର ପାଇଁ ଆମର ଅବତାର, ତେଣୁ ନାମ ତା ଭିତରେ ପଶିଲେ, ହରିନାମ ତା ଭିତରେ ପ୍ରବେଶ କଲେ, ତାଙ୍କ କର୍ଣ୍ଣ ଦ୍ୱାର ବାଟେ ନାମ ହିଁ ତାଙ୍କୁ ପରିବର୍ତ୍ତନ କରିଦବ। ଆଦେହରେ ଚକିତ ହବାର କିଛି ନାହିଁ। ଏମିତି ତାଙ୍କର ଲକ୍ଷ୍ୟ ଥାଏ ଯେ ସେଇ ଦୁଇ ଜଣଙ୍କୁ ମିଶେଇବା ଆଉ ତାଙ୍କୁ ପରିବର୍ତ୍ତନ କରିବା। ଦିନେ ନିତ୍ୟାନନ୍ଦ ବାବୁ ପୁଣି ସାହସ ବାନ୍ଧିଲେ, ହରିଦାସଙ୍କୁ ସାଥିରେ ନେଇ ଜଙ୍ଗଲ ଭିତରକୁ ଗଲେ। ଦିନେ ଦୁଇ ଜଣ ମଦ ପିଉଛନ୍ତି, ଆଉ ମଝିରେ ଗପସପ ହଉଛନ୍ତି, ହସୁଛନ୍ତି। ନିତ୍ୟାନନ୍ଦଙ୍କୁ ଦେଖି ଦୌଡ଼ି ଆସି ପ୍ରହାର କଲେ। ଗୋଟେ ମାଠିଆରେ ପ୍ରହାର ଏମିତି କଲେ, ନିତ୍ୟାନନ୍ଦ ମୁଣ୍ଡ ରକ୍ତ ବାହାରୁଛି। ନିତ୍ୟାନନ୍ଦ ଅଚେତ ହେଇ ପଡି ଯାଇଛନ୍ତି। ଆଉ ତା ଭିତରୁ ଦି ଜଣ ଚକିତ ହେଇ ହସୁଛନ୍ତି। ଆଉ ଜଗାଇ ତାଙ୍କୁ ଉଦ୍ଧାର ଉଠଉଛି, ଏ ଥାଉ ଥାଉ ମାରେନା। ତେଣୁକରି ମହାପ୍ରଭୁଙ୍କ ପାଖରେ କଥା ପହଞ୍ଚିଲା ଯେ କି ଏମିତି ଅବସ୍ଥା ହେଇଛି। ତେଣୁ ମହାପ୍ରଭୁ କହିଲେ, ରାଗିଲେ ନାହିଁ। ପୁଣି ତାଙ୍କୁ ଯେତେବେଳେ ପାଖକୁ ଯାଇ ହରିନାମ କୀର୍ତ୍ତନ କରିଛନ୍ତି, ଆରେ କଣ କଲ? ଯିଏ ଦୟାର ସାଗର, ଯିଏକି ମୋର ଅତି ପ୍ରିୟ, ତମେ ତାଙ୍କୁ ପ୍ରହାର କଲ କହିକି ତାଙ୍କୁ ଆଲିଙ୍ଗନ କରିଛନ୍ତି। ଜଗାଇଙ୍କୁ ଆଲିଙ୍ଗନ କରିଛନ୍ତି, ମାଧାଇକି ଆଲିଙ୍ଗନ କରିଛନ୍ତି। ମହାପ୍ରଭୁଙ୍କ ସ୍ପର୍ଶରେ ତାଙ୍କ ଶରୀର ପୁଲକିତ ହେଇଗଲା, ରୋମାଞ୍ଚିତ ହେଇଗଲା। ତାଙ୍କ ଆଖିରେ ଲୁହ ଦେଖି ପାଷାଣ୍ଡର ହୃଦୟ କେମିତି ତରଳିଗଲା ତାଙ୍କ ସ୍ପର୍ଶରେ। ତାଙ୍କ ଶରୀରରେ ରୋମାଞ୍ଚ ହେଇଗଲା। ଦି ଜଣ ଯାକ ଗୋଡ ହାତ ପଡିଗଲେ ମହାପ୍ରଭୁଙ୍କର। ମହାପ୍ରଭୁ ଚିନ୍ତା କଲେ, କଣ ଆଙ୍କର ହେଲା, ଏମିତି କଣ ପରିବର୍ତ୍ତନ ହେଇଗଲା? ଦେଖନ୍ତୁ, ହରିନାମ ଏମିତିଆ ଶକ୍ତି, ହରିନାମରେ ଏତେ ଶକ୍ତି ଅଛି, ଆମେ ମାନେ ଏପର୍ଯ୍ୟନ୍ତ ବି ଜାଣିପାରୁ। ତେଣୁ ସେ ହରିନାମ ତାଙ୍କ ଭିତରେ ପ୍ରବେଶ କରିଗଲା। ହରିନାମ ଯେତେବେଳେ ପ୍ରବେଶ କରିଗଲା, ହରିନାମ ହିଁ ତାଙ୍କ ଶରୀର, ମନ ଆଉ ମସ୍ତିଷ୍କକୁ ପରିବର୍ତ୍ତନ କରେଇଲା। ସେ ଭାବିଲେ, ଇଏ ଯିଏ ଆମ ପାଖରେ ଅଛନ୍ତି ସାଧାରଣ ମଣିଷ ନୁହନ୍ତି, ଏ ଜଗତର କର୍ତ୍ତା, ଉଦ୍ଧାର କର୍ତ୍ତା। ଆଉ ସିଏ ଆସି ଆମ ପାଖରେ ପହଞ୍ଚୁଛନ୍ତି। ଆଉ ଆମ ଉଦ୍ଧାର କରି ଆମେ କଣ କଲୁ? ପ୍ରଭୁ ଆମକୁ କ୍ଷମା କରେ, ଆମ ଭୁଲ କେମିତି ପରିବର୍ତ୍ତନ ହବ, ତ୍ରୁଟି କେମିତି ସମାଧାନ ହବ? ମହାପ୍ରଭୁ କହିଲେ, ନାମ ଯିଏ ଆଶ୍ରା କରିବ ତାର ଯେତେ ପାପ ଅଛି ସବୁ ଖଣ୍ଡନ ହବ। ଏକ ବାର ହରିନାମ ଯତ ପାପ ହରେ, ପାପ କିର ସାଧ ନାହିଁ ତତ ପାପ କରେ। ସେଇ ଧାନୀ ମହାପ୍ରଭୁ କହିଛନ୍ତି। ନିତ୍ୟାନନ୍ଦ ବାବୁଙ୍କୁ ଏତେ ଭଲ ପାଉଥିଲେ, ନିତାଇ ଭଜିଲେ ଗୌର ପାବୋ, ନିତାଇ ଭଜିଲେ ଗୌର ପାବୋ। ନିତ୍ୟାନନ୍ଦ ଏତେ ଭଲ ପାଉଥିଲେ, ତେଣୁ ନିତ୍ୟାନନ୍ଦ ସେ ଭଜନ ବି କରୁଥିଲେ। ତେଣୁ ମହାପ୍ରଭୁ ଜଗାଇ ମାଧବ ଉଦ୍ଧାର କରି ଆଉ ତାଙ୍କୁ ଆଲିଙ୍ଗନ କଲେ। ତାଙ୍କ ଆନନ୍ଦର ସୀମା ରହିଲାନି। ସେଇ ଜଗାଇ ମାଧବ ସଂକୀର୍ତ୍ତନ ଯୋଗ ଦେଲେ, ଆନନ୍ଦରେ ହରିକୀର୍ତ୍ତନ କଲେ। ଆଉ ହରିକୀର୍ତ୍ତନରେ ସହର ଗର୍ଜନ ହୋଇ ଉଠିଲା, ଦ୍ୱାରେ ଦ୍ୱାରେ କୀର୍ତ୍ତନ ହେଲା, ଜଗାଇ ମାଧବ ଉଦ୍ଧାର ହେଲେ। ତେଣୁ ଆପଣ ମାନେ ହରିକୀର୍ତ୍ତନ କରନ୍ତୁ, ହରିନାମ କରନ୍ତୁ, କୀର୍ତ୍ତନ କରନ୍ତୁ, ଆପଣ ପରିବର୍ତ୍ତନ ହେବେ। ଆପଣ ପାଖରେ ଯିଏ ଥିବେ ତାଙ୍କର ପରିବର୍ତ୍ତନ ହବ। ଏ ହରିନାମ ଏତେ ଉଚ୍ଚ କୋଟିର, ଏତେ ବଡ ମହୋଷଧି ମହାପ୍ରଭୁ ଦେଇଛନ୍ତି। କିନ୍ତୁ ଆମେ ସାବଧାନ, ସଂଯମ ଆଉ ମନ ସ୍ଥିର କରି ନାମ ଅପରାଧ ନକରି ହରିକୀର୍ତ୍ତନ କଲେ ଆମ ଆନନ୍ଦର ସୀମା ରହିବନି। ତେଣୁ ଆମର ଆଚରଣ ଉଚ୍ଚାରଣ ସଂଯମରେ ରହି ଆମେ ହରିକୀର୍ତ୍ତନ ଯେତେବେଳେ କରିବା, ଆମେ ନିଶ୍ଚିନ୍ତ ଆମର ପରିବର୍ତ୍ତନ ହବ। ଆଉ ଆମେ ସମସ୍ତଙ୍କୁ ପରିବର୍ତ୍ତନ କରିପାରିବା। ମହାପ୍ରଭୁଙ୍କୁ ମାନି ତାଙ୍କର ଯେ ନିତ୍ୟ ପାର୍ଷଦ ନିତ୍ୟାନନ୍ଦ ମହାପ୍ରଭୁଙ୍କୁ ବି ଆମେ ଭଜନ କରିବା, କୀର୍ତ୍ତନ କରିବା, ଆମର ଆନନ୍ଦର ସୀମା ରହିବ। ତେଣୁ ଏକ ବାର କୃଷ୍ଣ ନାମ ଯତ ପାପ ହରେ,
ପାତକୀର ସାଥ ନାହିଁ ତା ତତ୍ପାପ କରେ। ଯେ କି ଆମେ ହରିନାମ କରିବା, ହରିନାମ କୀର୍ତ୍ତନ ଆଉ ତାଙ୍କୁ ସ୍ମରଣ କରି ଯେତେବେଳେ ନାମ କରିବା, ଏକ ବାର କୃଷ୍ଣ ନାମ, ରାମ ନାମ ଯେତେବେଳେ ଆମେ କରୁ, ଆଗେ ଯିଏ ଆମକୁ ଏତେ ଉପକାର କଲେ, ନାମ ଦେଲେ, ଆମେ ତାଙ୍କ ନାମ ପ୍ରଥମ କରିବା। ତାଙ୍କ ନାମ ଯେତେବେଳେ କୀର୍ତ୍ତନ କରିବା, ଆମ ଆଖିରୁ ଲୁହ ଝରି ଆସିବ, ପବିତ୍ର ହେଇଯିବା। ପବିତ୍ର ହେଲା ପରେ ତାଙ୍କର ନାମ କୀର୍ତ୍ତନ କରିବା, ସିଏ ନିଶ୍ଚିତ ଆମ ପାଖକୁ ଆସେ। ନିତାଇ ଗୌର କହିଲେ ତାପରେ ରାଧେଶ୍ୟାମ ଭଗବାନ ନିଶ୍ଚିନ୍ତ ଆମ ପାଖରେ ବିରାଜମାନ କରିବେ। ଆଉ ନିତାଇ ଗୌରଙ୍କୁ ଛାଡିକି ଆମେ ଯେବେ ନାମର ଆଶ୍ରୟ ନେବା, ତାହେଲେ ଭଗବାନ କୃପା ଆମ ଉପରେ ନ ହେଇପାରେ। ଅଧମର ଯେତିକି ସାଧନ ଭଜନ ଅଛି, ଆମେ ଯେତେବେଳେ ନିତାଇ ଗୌର କହୁଛୁ, ଆମର ସେତେବେଳେ ଆନନ୍ଦ ହୋଇଯାଉଛି, ତାପରେ ଆମେ କୀର୍ତ୍ତନ କରୁଛୁ। ଏତିକି ଆପଣ ନାମ କରନ୍ତୁ, ଆନନ୍ଦରୁ। ନିତାଇ ଗୁରୁ ହରିବୁ, ନିତାଇ ଗୁରୁ ହରିବୁ, ନିତାଇ।